नमो भगवते वासुदेवाय। वासुदेवाय हरि वासुदेवाय। ॐ नमो भगवते वासुदेवाय। वासुदेवाय हरि वासुदेवाय। ॐ नमो भगवते 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 वासुदेवाय। आज ହେଉଛି ବରୁଥିନି ଏକାଦଶୀ। ବୈଶାଖ ମାସ କୃଷ୍ଣ ପକ୍ଷ ଏକାଦଶୀ। ଏହି ଏକାଦଶୀକୁ ବରୁଥିନି ଏକାଦଶୀ କହିବାରେ ତ ଭଗବାନ ବିଷ୍ଣୁଙ୍କର ବରାହ ରୂପକୁ ବିଶେଷ କରି ପୂଜା କରାଯାଏ। ଏହି ଏକାଦଶୀ ପାଳନ କନ୍ୟାଦାନ ସମାନ ପୁଣ୍ୟ ପ୍ରଦାନ କରେ ବୋଲି ଆମର ଶାସ୍ତ୍ରରେ ଉଲ୍ଲିଖିତ ଅଛନ୍ତି। ତ ଏଥିରେ ପରମ ସୌଭାଗ୍ୟ ପ୍ରାପ୍ତ ହୁଏ, ମନୁଷ୍ୟର ସମସ୍ତ ପାପ ମଧ୍ୟ ଖଣ୍ଡନ ହୋଇଯାଏ। ତେବେ ଏହି କଥାବସ୍ତୁ ପଦ୍ମ ପୁରାଣରେ ଲିଖିତ ଅଛନ୍ତି ଯେ ଥରେ ଧର୍ମପୁତ୍ର ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ବାସୁଦେବ, ଆପଣ ମୋତେ ସବୁ ଏକାଦଶୀ କଥା ତ ନିଶ୍ଚିନ୍ତ କହିଛନ୍ତି, ଦୟାକରି ଆପଣ ମୋତେ ଏହି ବୈଶାଖ ମାସ କୃଷ୍ଣ ପକ୍ଷ ଏକାଦଶୀ ଯାହାକି କୁହାଯାଉଛି ବରୁଥିନି ଏକାଦଶୀ, ତାକୁ ସବିସ୍ତାର ଭାବରେ କୁହନ୍ତୁ ଏବଂ ମୋର ଜିଜ୍ଞାସାର ଉତ୍ତର ପାଇଲେ ଟିକେ ମନ ପ୍ରସନ୍ନ ହେବ। ତ ଶ୍ରୀକୃଷ୍ଣ ଭଗବାନ ଏହିପରି କଥାକୁ ଆରମ୍ଭ କରିଛନ୍ତି ଏବଂ ସେ କହୁଛନ୍ତି, ହେ ଧର୍ମରାଜ ଯୁଧିଷ୍ଠିର, ଏହି ଏକାଦଶୀ ବରୁଥିନି ଏକାଦଶୀ କିଏ ଏହା ପାଳନ କରି କେଉଁ ଫଳ ପାଇଥିଲେ ତାହା ମୁଁ କହୁଛି, ତୁମେ ମନ ଧ୍ୟାନ ପୂର୍ବକ ଶ୍ରବଣ କର। ତେବେ ଶ୍ରୀକୃଷ୍ଣ ଭଗବାନ କହୁଛନ୍ତି, ପ୍ରାଚୀନ କାଳର କଥା, ନର୍ମଦା ନଦୀ ତଟରେ ମାନ୍ଧାତା ନାମରେ ଜଣେ ଧର୍ମଶୀଳ ରାଜା ରାଜତ୍ୱ କରୁଥିଲେ। ସେ ଖୁବ୍ ଧାର୍ମିକ ଆଉ ନୀତିନିଷ୍ଠ ଏବଂ ତପସ୍ୱୀ ମଧ୍ୟ ଥିଲେ। ଦିନେ ରାଜା ଅରଣ୍ୟରେ ତପସ୍ୟା କରୁଛନ୍ତି। କୁଆଡ଼ୁ ଏକ ଭାଲୁ ଆସିଲା, ତାଙ୍କ ପାଦକୁ କାମୁଡ଼ି ଦେଲା। ତ ମାନ୍ଧାତା ଏହାକୁ ଭ୍ରୂକ୍ଷେପ ନ କରି ସେମିତି ତପସ୍ୟାରେ ଲିପ୍ତ ରହିଥାନ୍ତି। ତାଙ୍କର ମନ ପରମାତ୍ମାଙ୍କ ଠାରେ ବିଲୀନ ହୋଇଯାଇଥାଏ ଏବଂ କିଛି ସମୟ ପରେ ଭାଲୁ ତାଙ୍କୁ ଟାଣିକରି ଜଙ୍ଗଲକୁ ନେଇଗଲା। ତ ରାଜାଙ୍କର ଧର୍ମ ଭଲ ଥିଲା, ଏଣୁ ସେ ଡରି ନ ଯାଇ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରୁଥିଲେ। ତାଙ୍କର କାୟ ମନ ବଚନରେ କେବଳ ପରମାତ୍ମା ହିଁ ବାସ କରୁଥିଲେ। ତେଣୁ ବିଷ୍ଣୁ ଭଗବାନଙ୍କର ନାମ ଜପରେ ଏବଂ ତାଙ୍କର ରୂପ ଚିନ୍ତନ ଅର୍ଥାତ୍ ଧ୍ୟାନରେ ତଲ୍ଲୀନ ଥିବାରୁ ନା ସେ ଭାଲୁକୁ ଦେଖି ଭୟ କଲେ, ନା ସେ ତାକୁ ଟାଣି ଓଟାରି ନେଇ ଆଘାତ କରୁଛନ୍ତି ବୋଲି ସେ ଭ୍ରୂକ୍ଷେପ କଲେ। ତ ବିଷ୍ଣୁ ଭକ୍ତ ମାନ୍ଧାତା ରାଜାଙ୍କର ପ୍ରାର୍ଥନା ଭଗବାନ ବର୍ତ୍ତମାନ ଶୁଣୁଛନ୍ତି। ସେ ହସ୍ତରେ ସୁଦର୍ଶନ ଚକ୍ର ଧରି ରାଜାଙ୍କ ଆଗରେ ପ୍ରକଟ ହୋଇଗଲେ। ଭାଲୁକୁ ସୁଦର୍ଶନ ଚକ୍ରରେ କାଟି ମାରି ପକେଇଲେ। ତ ରାଜାଙ୍କ ପାଦକୁ ଭାଲୁଟି ସମ୍ପୂର୍ଣ୍ଣ ଖାଇ ଦେଇଥିଲା। ସେଥିପାଇଁ ରାଜାଙ୍କର ବିକଳ ଦେଖି ଭଗବାନ କହିଲେ, ଏହା ତୁମ ପୂର୍ବ ଜନ୍ମ କର୍ମଫଳ, ତୁମେ ଦୁଃଖ କର ନାହିଁ, ତୁମେ ମଥୁରାକୁ ଏବେ ଚାଲିଯାଅ। ସେଠାରେ ଯମୁନା ନଦୀର ତୀରରେ ବରୁଥିନି ଏକାଦଶୀ କରି ଭଗବାନ ବରାହଙ୍କର ପୂଜା କରିବ। ତୁମେ ତୁମର ପୂର୍ବଶ୍ରୀକୁ ଫେରି ପାଇବ ଏବଂ ତୁମର ପୂର୍ବ ଜନ୍ମର ସଞ୍ଚିତ ଥିବା ପାପର ଫଳ ଏବେ ତୁମେ ଭୋଗ କରିସାରିଛ, ତାହା ମଧ୍ୟ ଦୂରୀଭୂତ ହୋଇଯାଇଛି। ଭଗବାନଙ୍କର ଆଜ୍ଞାକୁ ପାଳନ କରି ରାଜା ମାନ୍ଧାତା ତାହା ହିଁ କଲେ। ତାଙ୍କର ପୂର୍ବ ରୂପକୁ ସେ ଫେରି ପାଇଲେ। ସେ ନିଜ ରାଜ୍ୟକୁ ଫେରିଯାଇ ସୁଖରେ ବହୁକାଳ ପର୍ଯ୍ୟନ୍ତ ପୂଜା ତୂଜା ଏବଂ ସେବାନୁରଞ୍ଜନ କାର୍ଯ୍ୟ କରି ଅତିବାହିତ କଲେ। ଏହି ଏକାଦଶୀ ପ୍ରଭାବରେ ଅନ୍ତକାଳରେ
ସେ ସ୍ୱର୍ଗ ଗମନ କଲେ। ସେହି ଦିନଠାରୁ ଏହି ଏକାଦଶୀ ମଧ୍ୟରେ ପାଳନ ହେଉଛି। ହେ ଧର୍ମରାଜ, ଏହି ଏକାଦଶୀ ବ୍ରତ କଥା ଶ୍ରବଣ ମଧ୍ୟ ଅଶେଷ ଫଳ ପ୍ରଦାନ କରିଥାଏ। ତେଣୁ ଆଜି ଏହି ବରଦାନୀ ଏକାଦଶୀ ଆମେ ମଧ୍ୟ ପାଳନ କରିବା। ହୁଏତ ଅନନ୍ତ ଜନ୍ମରୁ ଆମେ କାୟ ମନ ବଚନରେ ପାପ କରିଛେ, ଯାହା ଆମେ ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ରହିଯାଇଥାଏ। ତେଣୁ ଗୋଟେ ଦୁର୍ଲଭ ସୁନ୍ଦର ମଣିଷ ଜୀବନଟି ଆମକୁ ଭଗବାନ ଦେଇଛନ୍ତି ଏବଂ 12 ମାସରେ 24 ଗୋଟି ଏକାଦଶୀ କରିବା ପାଇଁ ସେ ସୁନ୍ଦର ମାର୍ଗଟିଏ ବତେଇଛନ୍ତି ଏବଂ ଏହି ଭବସାଗର ରୂପକ ଗଙ୍ଗା ନଦୀରେ ସୁନ୍ଦର ଡଙ୍ଗାଟିଏ ଧରି ଆମର ଏହି ସୁନ୍ଦର ଶରୀରକୁ ଦେଇଛନ୍ତି। ଆହୁଲା ହେଉଛି ପ୍ରଭୁଙ୍କର ନାମ। ତେଣୁ ଆହୁଲାକୁ ମାରି ଆମେ ନିଶ୍ଚିତ ଭାବରେ ମହାମନ୍ତ୍ରକୁ ଜପ କରି ଏହି ଭବସାଗରରୁ ନିଶ୍ଚିତ ଭାବରେ ତରିଯିବା। ଏହି ମହାମନ୍ତ୍ର ଗୁରୁ ହିଁ ଦେଇଥାନ୍ତି। ତେଣୁ ଗୁରୁଙ୍କ ଠାରୁ ମନ୍ତ୍ର ଆମେ ନେବା, ଏକାଦଶୀ ବ୍ରତକୁ ପାଳନ କରିବା ଏବଂ ମାନବ ଜନ୍ମକୁ ଚରିତାର୍ଥ କରିବା। ତେଣୁ ଏକାଦଶୀ ବ୍ରତରେ ଅନ୍ନକୁ ନିଷେଧ କରିବା, କାରଣ ସମସ୍ତ ପାପ ଶକ୍ତି ସେହି ଅନ୍ନ ମଧ୍ୟରେ ପ୍ରବେଶ କରିଥାନ୍ତି, ଯାହାକି ଏକାଦଶୀ ଠାକୁରାଣୀ ରୂପରେ ସେ ତାକୁ ଶୁଦ୍ଧ କରିଦେଇଥାନ୍ତି। ତେଣୁ ଅନ୍ନ ପ୍ରସାଦ ନିଷେଧ ହୋଇଥାଏ ଏବଂ କେବଳ ଭଗବାନଙ୍କର ନାମ ଜପ କରି ତାଙ୍କର ଚରଣାମୃତ ବା ଜଳ ଫଳମୂଳ କିଛି ଆମେ ଗ୍ରହଣ କଲେ ସାତ୍ତ୍ୱିକ ଭାବରେ ସାତ୍ତ୍ୱିକ ପୂଜା ଅର୍ଚ୍ଚନାରେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ତେଣୁ ଆମେ ସମସ୍ତେ ଏହି ଏକାଦଶୀ ବ୍ରତକୁ ପାଳନ କରିବା। ଜୟ ଜଗନ୍ନାଥ।